তার ସାଙ୍ଗମାନେ ଅଗସ୍ତି ପରିବାରରେ ବହୁତ ଖୁସିର ମୁହୂର୍ତ୍ତ କାହିଁକିନା ଫାଇନାଲି ଚିକିଙ୍କର ଗୋଟେ ଛୁଆ ହେଇଯାଇଛି। ତ ଛୋଟୁ ଅଗସ୍ତି ଆସିଯାଇଛି। ତ ଏଇ ଖୁସିରେ ବହୁତ ଖୁସି ଅଛନ୍ତି। ଚିକି ବି ଜାଣିଛନ୍ତି ମୋର ଛୁଆ ହେଇଯାଇଛି। ତ ଛୁଆ ବି ବହୁତ ସାରା କାନ୍ଦି ପକାଏ। ତ ଏଇ ସିନ୍ ରେ ଯେତେବେଳେ ଛୁଆ କାନ୍ଦି ପକାଏ ଚିକି ବହୁତ ଗେଲ କରିଦିଅନ୍ତି। କିନ୍ତୁ ଫାଇନାଲି ଯେତେବେଳେ କି ସେଠାରୁ ସେ ଛୁଆଟା ଗାୟବ ହେଇଯାଏ ସେଠି ସାଇଲେଣ୍ଟ ହେଇକି ରହିଯାନ୍ତି। ଏପଟେ ଫାଇନାଲି ଯେତେବେଳେ କି ରୋହି ସେଟା ଛୁଆ ଗାୟବ କରିକି ନେଇଯାଇଛି ଅଗସ୍ତି ପରିବାର ଏଇ ଟାଇମରେ ପହଞ୍ଚନ୍ତି ଆଉ ଦେଖନ୍ତି କି ଆଉ ଚିକି ସେଠି ଉଠିଛି। ତ ଏଇ ଟାଇମରେ ଚିକି କୁହନ୍ତି କି ଡକ୍ଟର ମୋ ଛୁଆଟାକୁ ଆଣ ପ୍ଲିଜ ଆଉ ଟିକେ ଦେଖିବି। ତ ଏଇ ଟାଇମରେ ରାମ କୁହନ୍ତି ବେବି ପ୍ଲିଜ ଷ୍ଟପ୍ କର କାହିଁକି ନା ମୋ ଛୁଆ ନାହିଁ ସେ ମରି ସାରିଛି। ଚିକି ପୁରା ଆଶ୍ଚର୍ଯ୍ୟ କି ନା ମୋ ଛୁଆ ମରିନି ମୋ ଛୁଆ ବଞ୍ଚିଛି ମୁଁ ଦେଖିଛି ମୋ ଛୁଆ ହେଇଛି। ତ ମୋର କୁନି ଅଗସ୍ତି କେବେ ମରି ପାରିବନି ସେ ବଞ୍ଚିଛି ମତେ ଆଣ ମୁଁ ଦେଖିବି ତମେ ସବୁ ମିଛ କହୁଛ। ଏଇ ଟାଇମରେ ପୁଣି ରାମ କହୁଛି ତମେ ଟିକେ ସାଇଲେଣ୍ଟ ଅଛି କି ସାଇଲେଣ୍ଟ ହୁଅ ସତରେ ଆମ ଛୁଆ ମରି ଯାଇଛି। ଆଉ ପଟେ ସେପଟେ ରୋହି କହିଛନ୍ତି କି ତୋ ଛୁଆ ମୁଁ ନେଇ ଯାଇଛି ତୁ ସାରା ଜୀବନ ଛଡି ଛଡି ମରିବୁ ଚିକି ଶୁଣ ଆଉ ତୁ ଜିନ୍ଦଗିରେ ଯେତେ ମତେ ଅଗ୍ର ରୂପ ଦେଖାଉଥିଲା ସେ ଏବେ ସାଇଲେଣ୍ଟ ହେଇଯିବ ବେ ତୁ କିଛି ବି କରିପାରିବୁନି ତୋ ସ୍ୱପ୍ନ ସବୁ କିଛି ସାକାର ହେଇଗଲା ତୁ ଜିନ୍ଦଗିରେ ତୁ ଛୁଆ କେବେ ପାଇପାରିବୁନି ତୁ ରାମ ସହିତ ବି ଖୁସି ରହିପାରିବୁନି ଏଇଟା ମୋର ଗ୍ୟାରେଣ୍ଟେଡ। ତ ଏମିତି ହେଇଯାଇଛି ଅଗସ୍ତି ପରିବା। ତ ଦର୍ଶକ ବନ୍ଧୁ ମାନେ ଚିକି କଣ ତା ଛୁଆକୁ ଫେରି ପାଇଛି କି? ତ ପ୍ଲିଜ ଲାଇକ୍ କରିଦେବେ।